2026 ସଫଳତାର ଏକ ନୂତନ ଅଧ୍ୟାୟ। ମେଷ ରାଶି ହେଉଛି ରାଶିଚକ୍ରର ପ୍ରଥମ ରାଶି। ଏହାର ଅଧିପତି ହେଉଛନ୍ତି ଗ୍ରହରାଜ ମଙ୍ଗଳ। ଅଗ୍ନିତତ୍ତ୍ୱର ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ ଅତ୍ୟନ୍ତ ସାହସୀ, ନିର୍ଭୀକ, ଶକ୍ତିଶାଳୀ ଏବଂ ସର୍ବଦା କିଛି ନୂଆ କରିବାର ଇଚ୍ଛା ରଖିଥାନ୍ତି। 2026 ମସିହାଟି ଆପଣଙ୍କ ପାଇଁ କର୍ମକ୍ଷେତ୍ରରେ ଉନ୍ନତି ଏବଂ ବ୍ୟକ୍ତିଗତ ଜୀବନରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ନେଇ ଆସୁଛି। 1. କ୍ୟାରିୟର ଓ ବ୍ୟବସାୟ। କ୍ୟାରିୟର ବିଜନେସ୍। 2026 ମସିହାରେ ମେଷ ରାଶିର ବ୍ୟକ୍ତିଙ୍କ କ୍ୟାରିୟରରେ ଏକ ନୂତନ ମୋଡ଼ ଆସିବ। ଶନିଦେବଙ୍କ କୁମ୍ଭ ରାଶିରେ ସ୍ଥିତି ଆପଣଙ୍କୁ କଠିନ ପରିଶ୍ରମ କରିବା ପାଇଁ ପ୍ରେରିତ କରିବ। ଚାକିରି। ବର୍ଷର ପ୍ରଥମାର୍ଦ୍ଧରେ ଆପଣଙ୍କୁ ନିଜ କାର୍ଯ୍ୟକ୍ଷେତ୍ରରେ କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ, କିନ୍ତୁ ଆପଣଙ୍କର ଦକ୍ଷତା ଯୋଗୁଁ ଆପଣ ଉଚ୍ଚପଦସ୍ଥ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ। ଅପ୍ରେଲ ମାସ ପରେ ପଦୋନ୍ନତି ପ୍ରମୋସନର ଯୋଗ ରହିଛି। ଯେଉଁମାନେ ନୂତନ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଭଲ ସୁଯୋଗ ମିଳିବ। ବ୍ୟବସାୟ। ବ୍ୟବସାୟୀମାନଙ୍କ ପାଇଁ ଏହି ବର୍ଷଟି ଲାଭଦାୟକ ରହିବ। ଯଦି ଆପଣ ଲୁହା, ଯନ୍ତ୍ରପାତି କିମ୍ବା ଜମିବାଡ଼ି ସମ୍ପର୍କିତ କାମ କରୁଛନ୍ତି ତେବେ ଅପାର ସଫଳତା ପାଇବେ। ମାର୍ଚ୍ଚ ମାସରେ ଦୋଳ ପୂର୍ଣ୍ଣିମା ପରେ ନୂତନ ନିବେଶ କରିବା ପାଇଁ ସମୟ ଅନୁକୂଳ। ସହଭାଗିତା ପାର୍ଟନରସିପ୍ ବ୍ୟବସାୟରେ ସାମାନ୍ୟ ସତର୍କ ରୁହନ୍ତୁ। 2. ଆର୍ଥିକ ସ୍ଥିତି ଫାଇନାନ୍ସ। ଆର୍ଥିକ ଦୃଷ୍ଟିକୋଣରୁ 2026 ମସିହାଟି ଆପଣଙ୍କ ପାଇଁ ସଞ୍ଚୟ ଏବଂ ନିବେଶର ବର୍ଷ। ଆୟର ନୂତନ ଉତ୍ସ ଖୋଲିବ। ବିଶେଷ କରି ସେୟାର ମାର୍କେଟ କିମ୍ବା ସମ୍ପତ୍ତି କାରବାରରୁ ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି। ବ୍ୟୟ। ଅନାବଶ୍ୟକ ଖର୍ଚ୍ଚ ଉପରେ ରୋକ ଲଗାନ୍ତୁ। ବର୍ଷର ମଧ୍ୟଭାଗରେ ପରିବାରର କୌଣସି ମାଙ୍ଗଳିକ କାର୍ଯ୍ୟ କିମ୍ବା ସ୍ୱାସ୍ଥ୍ୟ ପାଇଁ କିଛି ଅର୍ଥ ବ୍ୟୟ ହୋଇପାରେ। ଋଣ। ଯଦି ଆପଣଙ୍କ ଉପରେ ପୁରୁଣା ଋଣ ଅଛି ତେବେ ସେପ୍ଟେମ୍ବର ସୁଦ୍ଧା ତାହା ଶୁଝିବାରେ ସଫଳ ହେବେ। କାହାକୁ ବଡ଼ ଅଙ୍କର ଟଙ୍କା ଉଧାର ଦିଅନ୍ତୁ ନାହିଁ। 3. ଶିକ୍ଷା ଓ ପ୍ରତିଯୋଗିତା ଏଜୁକେସନ୍। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ବର୍ଷଟି ମିଶ୍ରିତ ଫଳ ଦେବ। ପାଠପଢ଼ା। ମନରେ ଏକାଗ୍ରତାର ଅଭାବ ଦେଖାଦେଇପାରେ, କିନ୍ତୁ କଠିନ ପରିଶ୍ରମ କଲେ ପରୀକ୍ଷାରେ ଉତ୍ତମ ମାର୍କ ରଖିବେ। ଉଚ୍ଚଶିକ୍ଷା। ଯେଉଁମାନେ ବିଦେଶ ଯାଇ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଜୁନ୍ ମାସ ପରେ ଭିସା ଏବଂ ନାମଲେଖା ପ୍ରକ୍ରିୟା ସହଜ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷା। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କୁ ବର୍ଷର ଶେଷ 3 ମାସରେ ଶୁଭ ଫଳ ମିଳିବ। 4. ପରିବାର ଓ ସମ୍ପର୍କ ଫ୍ୟାମିଲି ରିଲେସନସିପ୍ସ। ପରିବାରରେ ଶାନ୍ତି ରହିବ, କିନ୍ତୁ ବେଳେବେଳେ ମତଭେଦ ସୃଷ୍ଟି ହୋଇପାରେ। ପାରିବାରିକ ଜୀବନ। ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଭାଇ ଓ ବନ୍ଧୁମାନଙ୍କ ସହଯୋଗ ଆପଣଙ୍କୁ ବହୁତ ଆତ୍ମବିଶ୍ୱାସ ଦେବ। ଘରେ କୌଣସି ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ବିବାହ। ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହର ପ୍ରସ୍ତାବ ଆସିବ। ନଭେମ୍ବର ମାସରେ ଶୁଭ ପରିଣୟର ଯୋଗ ରହିଛି। ପ୍ରେମ ସମ୍ପର୍କ। ପ୍ରେମ ଜୀବନରେ ମଧୁରତା ବଢ଼ିବ। ନିଜ ସାଥୀଙ୍କ ସହ ଦୂର ଯାତ୍ରା କରିପାରନ୍ତି। କ୍ରୋଧ ଓ ଅହଙ୍କାରକୁ ଦୂରେଇ ରଖିଲେ ସମ୍ପର୍କ ଆହୁରି ମଜବୁତ ହେବ। 5. ସ୍ୱାସ୍ଥ୍ୟ ହେଲ୍ଥ। ନଭେମ୍ବରରେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଅତ୍ୟନ୍ତ ଜରୁରୀ। ସମସ୍ୟା। ରକ୍ତଚାପ, ବ୍ଲଡ ପ୍ରେସର, ପେଟଜନିତ ସମସ୍ୟା କିମ୍ବା ମୁଣ୍ଡବିନ୍ଧା ହୋଇପାରେ। ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ମାନସିକ ଚାପ ବଢ଼ିପାରେ। ସାବଧାନତା। ଗାଡ଼ି ଚଲାଉଥିବା ସମୟରେ ବିଶେଷ ସତର୍କ ରୁହନ୍ତୁ, ବିଶେଷ କରି ମଙ୍ଗଳବାର ଦିନ। ଖାଦ୍ୟପେୟରେ ଶୃଙ୍ଖଳା ରଖନ୍ତୁ। ପ୍ରତିଦିନ ସୂର୍ଯ୍ୟ ନମସ୍କାର ଏବଂ ଧ୍ୟାନ କରିବା ଉଚିତ। 6. ବିଶେଷ ଜ୍ୟୋତିଷୀୟ ପ୍ରତିକାର ରେମେଡିଜ୍। ମେଷ ରାଶିର ବ୍ୟକ୍ତିମାନେ ଶୁଭଫଳ ପାଇଁ ନିମ୍ନଲିଖିତ କାମ କରିବା ଉଚିତ। 1. ହନୁମାନ ଆରାଧନା। ପ୍ରତି ମଙ୍ଗଳବାର ଦିନ ହନୁମାନଙ୍କୁ ସିନ୍ଦୁର ଓ ବୁନ୍ଦି ଲଡୁ ଅର୍ପଣ କରନ୍ତୁ। 2. ମନ୍ତ୍ର ଜପ। ପ୍ରତିଦିନ ସକାଳେ ଓ ହାଁ ହନୁମତେ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। 3. ଦାନ। ଗରିବ ଓ ଅସହାୟ ଲୋକଙ୍କୁ ମସୁର ଡାଲି କିମ୍ବା ନାଲି ରଙ୍ଗର ବସ୍ତ୍ର ଦାନ କରନ୍ତୁ। 4. ସୂର୍ଯ୍ୟ ଅର୍ଘ୍ୟ। ପ୍ରତିଦିନ ସକାଳେ ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।